ଆଜିର ପ୍ରସଙ୍ଗ ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧିକା ମନ୍ତ୍ର ଆତ୍ମନିର୍ଭର ଭାରତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ପ୍ରତିଟି ଭାରତୀୟଙ୍କ ପାଇଁ ଆଜି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। 1950 ମସିହା ଜାନୁଆରୀ ମାସ 26 ତାରିଖରେ ସମ୍ବିଧାନ ପ୍ରଣୀତ ହୋଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିବସକୁ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇ ଆସୁଛି। ସମଗ୍ର ଦେଶ ଆଜି 77ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧିକା ମନ୍ତ୍ର ଆତ୍ମନିର୍ଭର ଭାରତ। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନେତୃତ୍ୱରେ ଜାତୀୟ ସମାରୋହ ପାଳିତ ହୋଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁନା ଭନ୍ ଡେର୍ ଲେୟନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଏହି ଦୁଇ ବିଶିଷ୍ଟ ବ୍ୟକ୍ତିତ୍ୱ ଭାରତ ଗସ୍ତରେ ଆସିଛନ୍ତି। ନୂଆଦିଲ୍ଲୀସ୍ଥିତ ଜାତୀୟ ଯୁଦ୍ଧ ସ୍ମାରକୀ ଶ୍ରୀ ମୋଦି ଆଜି ପରିଦର୍ଶନ କରିବା ପରେ ଜାତୀୟ ସମାରୋହ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ମୁର୍ମୁ ପାରମ୍ପରିକ ବାହନରେ ମୁଖ୍ୟ ଅତିଥିଗଣଙ୍କ ସହିତ କର୍ତ୍ତବ୍ୟ ପଥରେ ପହଞ୍ଚିଥିଲେ। ରାଷ୍ଟ୍ରପତି ସେଠାରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ 21 ତୋପ ସଲାମି ପ୍ରଦାନ କରାଯାଇଥିଲା। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ରାଷ୍ଟ୍ରପତି ମୁର୍ମୁ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଭାରତର ସାଂସ୍କୃତିକ ବିବିଧତା ଏବଂ ସାମରିକ ପରାକ୍ରମର ଏକ ଅନନ୍ୟ ମିଶ୍ରଣ ଦେଖିବାକୁ ମିଳିଥିଲା। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ମନ୍ତ୍ରଣାଳୟ ଏବଂ ବିଭାଗର 30ଟି ପ୍ରଦର୍ଶନୀ ସ୍ଥାନ ପାଇଥିଲା। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ ଏବଂ ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଉଥିବା ଆତ୍ମନିର୍ଭରଶୀଳତା ଏଥିରେ ପ୍ରଦର୍ଶିତ ହୋଇଛି। ଅପରେସନ୍ ସିନ୍ଦୁର ସମୟରେ ଭାରତର 3 ବାହିନୀ ଦ୍ୱାରା ବ୍ୟବହୃତ ପ୍ରମୁଖ ଅସ୍ତ୍ରଶସ୍ତ୍ରଗୁଡ଼ିକର ପ୍ରତିକୃତି ପ୍ରଦର୍ଶନ ଆଜି ପରେଡର ପ୍ରମୁଖ ଆକର୍ଷଣ ଥିଲା। ବ୍ରହ୍ମୋସ୍ ଏବଂ ଆକାଶ କ୍ଷେପଣାସ୍ତ୍ର, ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତ୍ର ଏବଂ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ ମଧ୍ୟ ଆଜିର ପରେଡରେ ସାମିଲ ହୋଇଥିଲା। ମହାକାଶଚାରୀ ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କୁ ଦେଶର ସର୍ବୋଚ୍ଚ ସାମରିକ ପୁରସ୍କାର ଅଶୋକ ଚକ୍ର ପ୍ରଦାନ କରାଯାଇଛି। ସେନାର 18ଟି ପରେଡ ଦଳ ଏବଂ 13ଟି ବ୍ୟାଣ୍ଡ ଦଳ ଆଜିର ସମାରୋହରେ ଅଂଶଗ୍ରହଣ କରିଥିଲେ। 29ଟି ଯୁଦ୍ଧ ବିମାନ ଉଡ଼ାଣ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ସେହି ଯୁଦ୍ଧ ବିମାନଗୁଡ଼ିକ ମଧ୍ୟରେ SU-30, C-295, MiG-29, ଆପାଚେ ଏବଂ ରାଫେଲ୍ ଆଦି ରହିଥିଲା। ସମାରୋହରେ 2500ରୁ ଅଧିକ କଳାକାର ସାଂସ୍କୃତିକ ପ୍ରଦର୍ଶନ କରିଥିଲେ। 53ଟି ବର୍ଗରେ 10,000 ସ୍ୱତନ୍ତ୍ର ଅତିଥି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଆଜିର ଦିବସର ପାଳନର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 1947 ମସିହା ଅଗଷ୍ଟ ମାସରେ ଭାରତ ସ୍ୱାଧୀନ ହେବା ପରେ ସମ୍ବିଧାନ ପ୍ରସ୍ତୁତି ପାଇଁ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଏହା ପୂର୍ବରୁ 1930 ମସିହା ଜାନୁଆରୀ 26 ତାରିଖରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୂର୍ଣ୍ଣ ସ୍ୱରାଜର ଡାକରା ଦେଇଥିଲେ। ଏହି ଦିବସକୁ ସ୍ମରଣ କରି 1950 ମସିହା ଜାନୁଆରୀ 26 ତାରିଖରେ ଗଣତନ୍ତ୍ରର ମହାନ ଶାସ୍ତ୍ର ସମ୍ବିଧାନ ପ୍ରଣୟନ କରାଯାଇଥିଲା। ତେଣୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଜାନୁଆରୀ 26 ସ୍ୱାଭିମାନ ତଥା ଏକତ୍ରିତ ହେବାର ଦିବସ ଭାବେ ଗ୍ରହଣ କରାଯାଇଥାଏ। ଭାରତର ସମ୍ବିଧାନ ବିଶ୍ୱର ସବୁଠାରୁ ବଡ଼ ସମ୍ବିଧାନର ମାନ୍ୟତା ପାଇଛି ଏବଂ ଭାରତ ଏକ ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ପାଲଟିଛି। 1965 ମସିହା ଆଜିର ଦିବସରେ ମଧ୍ୟ ହିନ୍ଦୀକୁ ଭାରତର ରାଷ୍ଟ୍ରଭାଷା ଭାବେ ଗ୍ରହଣ କରାଯାଇଥିଲା। 1950 ମସିହାର ପ୍ରଥମ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣୋ। ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ଅବସରରେ ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଥାଏ। ବିଭିନ୍ନ ରାଷ୍ଟ୍ରରେ ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟଠାରେ ଏହି ଦିବସ ପାଳନ କରାଯାଇଥିବା ଜଣାପଡ଼ିଛି। ଚୀନର ବେଜିଂଠାରେ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାୱତ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହ ରାଷ୍ଟ୍ରପତି ମୁର୍ମୁଙ୍କ ଅଭିଭାଷଣର କେତେକ ଅଂଶ ପାଠ କରିଥିଲେ। ୱାଶିଂଟନଠାରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଗଣତନ୍ତ୍ର ଦିବସ ଅବସରରେ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବ୍ରିଟେନ୍ ରାଜା ଚାର୍ଲସ ତୃତୀୟ ରାଷ୍ଟ୍ରପତି ମୁର୍ମୁ ଏବଂ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସିଙ୍ଗାପୁରରେ ଭାରତୀୟ ଉଚ୍ଚାୟୁକ୍ତ ଡକ୍ଟର ଶିଳ୍ପ କେ ଆମ୍ବୁଲେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଠ କରିବା ସହ ଗଣତନ୍ତ୍ର ଦିବସ ପାଳନର ନେତୃତ୍ୱ ନେଇଥିଲେ। ସେହିଭଳି ଜାପାନ ଏବଂ ଶ୍ରୀଲଙ୍କାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ସ୍ୱାଧୀନୋତ୍ତର ଭାରତର ଯାତ୍ରାପଥକୁ ସାଫଲ୍ୟ ମଣ୍ଡିତ କରିଥିବା ବେଳେ ଦୀର୍ଘସ୍ଥାୟୀ ମୂଲ୍ୟବୋଧର ସଂକେତକୁ ବହନ କରୁଛି।